ଗ୍ୟାସ୍ ସଂକଟ ବର୍ତ୍ତମାନ ଗାଁ ଗାଁରେ ଦେଖାଦେଇଛି। ଏପରିକି ପଲ୍ଲୀଠୁ ଧରି ରାଜ୍ୟ ଜିଲ୍ଲା ପର୍ଯ୍ୟନ୍ତ ଏ ସଂକଟ ଦେଖା ସାରିଲାଣି। ଦେଖନ୍ତୁ ଆମେ ଏବେ ଗାଁରେ ଦେଖିଥିଲୁ କିଛି ଯୁବକ ଏକାଠି ବସିକିରି ଆଲୋଚନା କରୁଛନ୍ତି। ଯାହା ଜାଣିଲୁ ସେମାନେ ସୁରତରୁ ଫେରିଛନ୍ତି, ଦାଦନ ଖଟିବାକୁ ଯାଇଥିଲେ। କେବଳ ଗ୍ୟାସ୍ ସଂକଟ ନେଇକି ଏବେ ଗାଁ ଫେରିଛନ୍ତି। ତ ସେମାନଙ୍କ ସହିତ ସିଧା ଆଲୋଚନା କରିବା। ଆମ ପାଖରେ କିଛି ଯୁବକ ଅଛନ୍ତି, ସେମାନେ କ'ଣ କହୁଛନ୍ତି ଯେ ଗ୍ୟାସ୍ ସଂକଟ କେମିତି ଥିଲା, ସେଠି କୋଉଠି କାମ କରୁଥିଲେ, ତାଙ୍କଠୁ ସବିଶେଷ ଆଲୋଚନା କରିବା। ତ କ'ଣ କହିବେ ଆଜ୍ଞା, ଆପଣ ଘର କୋଉଠି ନା କ'ଣ କହିଲେ? ଆଜ୍ଞା ମୋ ନାଁ ଅମର ଗୌଡ଼, ମୋର ଘର ହୁଡ଼ି ଏଇଠି ହରଡ଼ାପଦର ଗ୍ରାମରେ। ଆମେ ସୁରତରେ ରହୁଥିଲୁ, ଆଜି ପ୍ରାୟ 6-7 ବର୍ଷ ହେଲାଣି ସୁରତରେ ଦାଦନ ଖଟୁଛୁ। ତ ସେଠାରେ ବେଶୀ ନାହିଁ 15-20 ହଜାର ଟଙ୍କା ଇନକମ୍ ହେଉଛି ଆଜ୍ଞା। ଏବେ ତ ସବୁ ଯୁଦ୍ଧ ବୁଦ୍ଧ ଲାଗିରି ସବୁ ଗ୍ୟାସ୍ ଫ୍ୟାସ୍ ସବୁ ବନ୍ଦ, ବ୍ଲାକ୍ରେ ମିଳୁଛି ଆଜ୍ଞା। ବ୍ଲାକ୍ରେ ବି 6-7 ହଜାର ଟଙ୍କା ଆଜ୍ଞା ଗୋଟେ ଗ୍ୟାସ୍ ପିଛା। ତ ଆଜ୍ଞା ଆମେ କମାଉଛୁ 15-20 ହଜାର। ଯଦି ଆମେ ଏତିକି ଟଙ୍କା ଦେଇକି ଗ୍ୟାସ୍ ଆଣୁ ତାହେଲେ ଆଜ୍ଞା ଆମେ ଘରକୁ କ'ଣ ଦେଉ ଆଜ୍ଞା, ଖାଉବୁ କ'ଣ ଆଜ୍ଞା, ଚଳୁ କେମିତି? ନିହାତି ଭାବରେ ଯେ ଖାଇବେ କ'ଣ, ବଞ୍ଚିବେ କେମିତି, ଘରକୁ କେତେ ଦେବେ, ଏଇଟା ଗୋଟେ ତାଙ୍କର ବଡ଼ ଚିନ୍ତା ଥିଲା। କେବଳ ଗ୍ୟାସ୍ ଚିନ୍ତା ଏ ଶ୍ରମିକକୁ ଅଣ୍ଟାକୁ ଭାଙ୍ଗି ଦେଇଛି, ଉପାର୍ଜନରେ ବାଧା ସୃଷ୍ଟି କରୁଛି। ତେବେ ଗ୍ରାମାଞ୍ଚଳରେ ସବୁ ଯେତେବେଳେ ଯୁବକ ଏଠି ରୁଣ୍ଡ ହେଇକିରି ଆସିଲେ, ତାଙ୍କର ପ୍ରତ୍ୟେକ ଲୋକଙ୍କର କିଛି କିଛି ସମସ୍ୟା ରହୁଛି। ତ କ'ଣ କହିବେ? ଆପଣ ତ କୋଉଠି କାମ କରୁଥିଲେ, କେତେ ଦିନ ଧରି କାମ କରୁଥିଲେ? ମୁଁ ତ ବେଙ୍ଗଲୋରରେ ରହୁଥିଲି 2-3 ବର୍ଷ ହେଲାଣି। ଏବେ ତ ଯୋଉଠି ଦୁଧ ଚାଲି ଗ୍ୟାସ୍ ପାଇଁ ତ ଝଗଡ଼ା ଚାଲିଛି। ଏବେ ଯୋଉଠି ହେଲେ ଏବେ ତ ବ୍ଲାକ୍ରେ ମିଲ୍ ହେଲେ କେତେ 6-7 ହଜାର ଭତ୍ତା ମିଳୁଛି ଗ୍ୟାସ୍ ଭଡ଼ାତରେ। ସେଥିପାଇଁ ଗାଁ ପଳେଇ ଆସୁଛୁ। ତାହେଲେ କେମିତି କରିବ ଏବେ? ବର୍ତ୍ତମାନ ଏବେ ତ ଗ୍ୟାସ୍ ନାହିଁ, ଟିକେ ଚଳିବ କେମିତି, କିଭଳି ଉପାର୍ଜନ କରିବ, କ'ଣ କହିବ? ଗାଁ ତ ଯେମିତି ତ ଗାଁରେ ଆଇଲେ ତ ଯୋଉ ଯେମିତି ହବା ଥିଲା ହୋଇଯାଉଥିଲା। ଘଷି ନ ତ କାଠ ଆଣି ଯେମିତି ଚଳେଇବା ତ ଚଳୁ ଆଉ। ତ ବର୍ତ୍ତମାନ କେବେ ଫେରିବ? କିଛି ତମେ ଆଶା କରୁଛ କେବେ ଫେରିବ ଆଉଥରେ କାମ ସଂସ୍ଥାନକୁ? ସେଇଟା ତ କହି ହେଇପାରେ। ଯୋଉ ଗ୍ୟାସ୍ ଯଦି କମିଲା କି ଯୁଦ୍ଧ ଟିକେ କ'ଣ କମାକମି କଲେ ତ ଭଲ କଥା, ନହେଲେ ଗାଁ ଯେମିତି ଚଳେଇବା ତ ଚଳୁ ଆଉ। ଦେଖନ୍ତୁ, ଯାହା କହୁଥିଲେ ଯେ ଏ ଗ୍ୟାସ୍ ସଂକଟ ଯୋଉ ରହିଛି, ଏବେ ଚଳିବା କେମିତି, ସେଇଟା ହେଉଛି ସବୁଠୁ ବଡ଼ ସମସ୍ୟା। ତ ପୁରୁଣା ପଦ୍ଧତି ଅନୁସାରେ କାଠ ଚୁଲିଠୁ ଧର କରି ଘଷିଠୁ ଆରମ୍ଭ କରି ଏଭଳି ରୋଷେଇ କାର୍ଯ୍ୟ ହେବାର ବେଶୀ ସମ୍ଭାବନା ଦେଖାଦେଇଛି। ତେବେ ଆମ ପାଖରେ ଅନ୍ୟ ଜଣେ ଅଛନ୍ତି, ତ କ'ଣ କହିବେ ଭାଇ? ଆପଣ ତ ବାହାରେ ଥିଲେ, ଏ ସଂକଟଟା ଆପଣଙ୍କୁ କେତେ ବାଧିଛି କହିଲେ? ବହୁତ ବାଧିଛି ଆଜ୍ଞା। ମୁଁ ସୁରତରେ 20-22 ବର୍ଷ ହେଲା କାମ କରୁଛି, ଏମିତି କେବେ ହେଇନଥିଲା। ଆଜି ଫାର୍ଷ୍ଟ ଟାଇମ୍ ପାଇଁ ହେଇଛି ଯୁଦ୍ଧ ଯୋଗୁଁ। ଏ ଗ୍ୟାସ୍ ବହୁତ ରେଟ୍ ଯୋଗୁଁ ସେଥିପାଇଁ ଆମେ ଗାଁକୁ ଆସିଛୁ ଏଠି। କାମ ବି ଭଲସେ ଚାଲୁନି। ଏବେ 12 ଘଣ୍ଟା ଚାଲୁଥିଲା, ଏବେ ବର୍ତ୍ତମାନ ସିଙ୍ଗଲ୍ ପାଲି ମତଲବ 24 ଘଣ୍ଟାରୁ ଏବେ 12 ଘଣ୍ଟା ଚାଲୁଛି। ସେଥିଲାଗି ହେଲି ଆମେ ଆସିଛୁ ଗ୍ୟାସ୍ ସମସ୍ୟା ଯୋଗୁଁ। ଏ ଗୋଟେ ସିଲିଣ୍ଡର ହେଉଛି 7-8 ହଜାର ଟଙ୍କା, ଆମେ କମାଉ 20-22 ହଜାର। ତ 7-8 ହଜାର ଦେବୁ, ଆମ ପରିବାର କେମିତି ବସିବୁ, ଆମେ କେମିତି ସେଠି ରହିବୁ ଖାଇବୁ? ସେଥିଲାଗି ହେଲି ବହୁତ ସଂକଟରୁ ଆମେ ଗାଁକୁ ଆସିଛେ। ଦେଖନ୍ତୁ ଆଜ୍ଞା, ଏବେ ଯୋଉ ଆପଣ କାମକୁ ସେଠିକି ଯାଇପାରିବେନି, ଏବେ ଚଳିବେ କେମିତି, ଆଉ ଏଠି ଉପାର୍ଜନ କେମିତି ହବ ବୋଲି ଭାବୁଛନ୍ତି? ଦେଖ ଆଜ୍ଞା, କ'ଣ କରିବା, ଆଗର ପରେ ତ ଚଳିବାକୁ ପଡ଼ିବ। ଘଷି ଆଉ କାଠ ଜାଳ ଏସବୁ ପତର ସବୁ ଗୋଟେ ଆଗେ କରୁଥିଲେ, ଏବେ ବି ସେମିତି ଚଳୁ। ଆଉ କ'ଣ କରୁ? ଆଳୁ ସିଝା ଆଉ ଟମାଟୋ ଭାଜି ଏସେଇ ଖାଉ। ଆଉ କ'ଣ କରୁ? ଆଉ କ'ଣ କରିବା ଆଜ୍ଞା? ଦେଖନ୍ତୁ ଆଜ୍ଞା, ଆପଣଙ୍କର ଏଠି ଗୋଟେ ସୂତା କଳ ଥିଲା, ଆପଣ ସୂତାର କାମରେ ବହୁତ ଧୁରନ୍ଧର। ଏଠି ସୂତା କଳଟା ବନ୍ଦ ହେଇଯାଇଛି, ଆପଣଙ୍କୁ କିଛି ଦୁଃଖ ଲାଗୁନି? ଏଠି ଦୁଃଖ ଲାଗୁଛି ଆଜ୍ଞା। ଦେଖ, ଆମ ଗାଁ 1/2 କିଲୋମିଟର ଦୂରରେ ଅଛି, ଚାଲୁ ଏଇଟା ଠିକ୍ ହେଇଥିଲା, ଆମେ ଏତେ ଦୂର ଯାଇଥାନ୍ତୁ କି? 36 ଘଣ୍ଟା ରାସ୍ତା। ସରକାର କହିଥିଲେ ଚାଲୁ କରିବେ ବୋଲି, ବର୍ତ୍ତମାନ 2 ବର୍ଷ ହେଇକି 3 ବର୍ଷ ଚାଲିଲା, ଲେକିନ୍ ଚାଲୁ ହେଇନି। ନିହାତି ଭାବରେ ଏ ଯେଉଁ ଯୁବକମାନଙ୍କର ଗୋଟିଏ ଦୁଃଖ ରହୁଛନ୍ତି, ଏମାନେ ନିପୁଣ କାମରେ ଆଉ କଷ୍ଟ ମଧ୍ୟ ପଡ଼ନ୍ତି। ଆଉ ବିଶେଷ କରି ସୂତା କାମରେ ଏମାନେ ପାରଙ୍ଗମ। ଆସିକାରେ ଗୋଟେ ସୂତାକଳ ରହିଥିଲା, ଯେଉଁଟାକି ଏବେ ବନ୍ଦ ପଡ଼ିଛି। ସେଇଥିପାଇଁ ଲୋକମାନେ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି। ଏଭଳି ପରିସ୍ଥିତିରେ ଏ ଯେଉଁ ଦୁର୍ଦିନରେ, ଏ ଯେଉଁ ଗ୍ୟାସ୍ ସଂକଟରେ ଏମାନେ ଚଳିବେ କେମିତି, ବଞ୍ଚିବେ କେମିତି, ଆଉ ତାଙ୍କର ପରିବାର ଉପାର୍ଜନ କିଭଳି ଚାଲିବ, ତାହା ନେଇକି ଏବେ ବଡ଼ ଚିନ୍ତା। ତେଣୁ ସରକାର ସମୟ ପୂର୍ବରୁ ଆର ସୁବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି। ଆସ୍କାରୁ ମନୋଜ ମୁନି।